जय जगन्नाथ पिलाने गत भिडियो रे आमे भारतीय प्रथम अध्याय भारतीय जातीय आंदोलन प्रथम पाठर भारतीय जातीय आंदोलन रे गांधीजी आविर्भाव आमे चंपारण आंदोलन पर्यंत डिस्कशन कर देइतिले पार्ट 1 रे। वर्तमान पार्ट 2 डिस्कशन करिबा खेड़ा आंदोलन चंपारण आंदोलन विषय आम काली ए विषय डिस्कशन करते समस्त मो वीडियो को स्वागत समस्ते मो वीडियो को लाइक करिवो सब्सक्राइब करिवो और शेयर मध्य करिवो कमेंट दबो। वर्तमान आरंभ करिबा खेड़ा आंदोलन 1918 मसीह दुर्भिक्ष जोगु केबे खेड़ा आंदोलन 1918 मसीह दुर्भिक्ष पड़ा 1918 मसीह दुर्भिक्ष जोगु 1918 मसीह दुर्भिक्ष जोगु गुजरात स्थित खेड़ा जिला गुजरात स्थित खेड़ा जिल्ला रे शस्य उत्पादन बाधा प्राप्त है। खेड़ा आंदोलन 1918 मसीहा दुर्भिक्ष जोगु गुजरात स्थित खेड़ा जिल्ला रे शस्य उत्पादन बाधा प्राप्त। खेड़ा जिलाटा गुजरात रे अवस्थित से 1918 मसीह दुर्भिक्ष पड़ा दुर्भिक्ष पड़ू से खेड़ा जिले में गुजरात स्थित खेड़ा जिले में शस्य उत्पादन बाधा प्राप्त है आउ शस्य है ना। तत्कालीन राजस्व विभाग नियम थिला जदि जमीर स्वाभाविक उत्पादन रु 1/4 कम जमीर स्वाभाविक उत्पादन रु 1/4 कम परिमाण शस्य यदि उत्पादन हम ताहले राजस्व रे कोहल करा जियो बोली से समय राजस्व नियम थिला। किंतु इंग्रेज कर्मचारी माने संपूर्ण राजस्व देवाई चाषी मान बाध्य कले संपूर्ण राजस्व देवाक बाध्य करिबारु गांधीजी यह विरोध कले और चाषी मान एकत्रित करिकी यह विरोध रे सत्याग्रह करने को चाषी मान प्रवर्ते बुझिपाल। 1918 मसीह दुर्भिक्ष जोगु खेड़ा जिला स्थित गुजरात स्थित खेड़ा जिला 1918 मसीह दुर्भिक्ष जोगु गुजरात स्थित खेड़ा जिले में शस्य उत्पादन में बाधा प्राप्त है। तत्कालीन राजस्व विभाग नियम थिला जमीर स्वाभाविक उत्पादन परिमाण ठारू जदि 1/4 रु कम परिमाण शस्य उत्पादन हम ताहले राजस्व रे किछि कोहल करा जिवो। किंतु इंग्रेज कर्मचारी माने चाषी मान संपूर्ण राजस्व देवा पई कहिले जा फल रे गांधीजी चाषी मान एकत्रित करी सत्याग्रह करबा पई प्रवर्तैले संगठित कले। गांधीजी जो संगठित कले चाषी माने खजना देवा को प्रत्याख्यान कले एवं एथिपाई कौन सी परिणाम भोगिया से माने रेडी हो गले प्रस्तुत हो गले। शेष इंग्रेज सरकार बाध्यतामूलक भाव राजस्व आदाय निवृत्त हेले आउ राजस्व आदाय कले ना। जो गांधीजी
ସହଯୋଗରେ ସତ୍ୟାଗ୍ରହ ହେଲା ଚାଷୀମାନଙ୍କର। ଆଉ ଚାଷୀମାନେ କହିଲେ ଆମେ ଚାଷୀମାନେ ସେ ରାଜସ୍ୱ ଦେବାକୁ ପ୍ରତ୍ୟାଖ୍ୟାନ କଲେ ଆଉ ଯେକୌଣସି ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ହେଲେ। ଯେତେବେଳେ ଇଂରେଜ ସରକାର ସେ ରାଜସ୍ୱରେ କୋହଳ କଲେ, ରାଜସ୍ୱ ଆଦାୟରୁ ନିବୃତ୍ତ ରାଜସ୍ୱ ଆଉ ଆଦାୟ କଲେ ନାହିଁ। କିନ୍ତୁ ଗୋଟେ ଗୁପ୍ତ ନିର୍ଦ୍ଦେଶନାମା ଦ୍ୱାରା ଯେଉଁମାନେ ସକ୍ଷମ ଚାଷୀ ସେମାନଙ୍କ ଠାରୁ ରାଜସ୍ୱ ଆଦାୟ କରାଗଲା। ଏହି ଆନ୍ଦୋଳନର ସଫଳତାରେ ଏହି ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କୁ ସାହାଯ୍ୟ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ସହଯୋଗୀ ଥିଲେ ଖେଡ଼ା ଆନ୍ଦୋଳନରେ। ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ସହଯୋଗୀ ଥିଲେ ଇନ୍ଦୁଲାଲ ଜାଙ୍ଗେ। ତାଙ୍କ ସାଥିରେ ବହୁତ ସହଯୋଗ କରିଥିଲେ। ଏହି ଆନ୍ଦୋଳନରେ ପ୍ରଭାବିତ ହୋଇକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜଣେ ଆଇନଜୀବୀ, ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆଉ ଖେଡ଼ା ଜିଲ୍ଲାର ଅଧିବାସୀ ମଧ୍ୟ ସିଏ ଥିଲେ। ସିଏ ଗାନ୍ଧୀଜୀଙ୍କର ପ୍ରଧାନ ଅନୁଗାମୀ ହେଲେ। ପିଲାମାନେ ପଚାରିବ ଖେଡ଼ା ଆନ୍ଦୋଳନରେ ଗାନ୍ଧୀଜୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ? ଗାନ୍ଧୀଜୀଙ୍କ ମୁଖ୍ୟ ସହଯୋଗୀ ଥିଲେ ଇନ୍ଦୁଲାଲ ଜାଙ୍ଗେ। ଖେଡ଼ା ଆନ୍ଦୋଳନରେ ପ୍ରଭାବିତ ହୋଇକରି କିଏ ଗାନ୍ଧୀଜୀଙ୍କର ପ୍ରଧାନ ଅନୁଗାମୀ ହେଇଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ମନେ ରଖିବ। ତାପରେ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ। ଗୁଜରାଟର ଅହମ୍ମଦାବାଦ ଲୁଗା କଳ ଗୁଡ଼ିକରେ ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିଲେ ଗୋଟେ ସ୍ୱତନ୍ତ୍ର ଭତ୍ତା ଦେଉଥିଲେ। ଗୁଜରାଟର ଲୁଗାକଳ ମାଲିକମାନେ ପ୍ଲେଗ ଆଉ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଗୋଟେ ସ୍ୱତନ୍ତ୍ର ଭତ୍ତା ଦେଉଥିଲେ। ସେଇଟା ହେଲା ପ୍ଲେଗ ବୋନସ୍। ତାକୁ କ'ଣ କୁହାଯାଉଥିଲା? ପ୍ଲେଗ ବୋନସ୍। ସେ ପ୍ଲେଗ ବୋନସ୍ ଯେତେବେଳେ ମାଲିକମାନେ ପ୍ରତ୍ୟାହାର କରିଦେଲେ, ମାଲିକ ଆଉ ଶ୍ରମିକ ଭିତରେ କଳହର ସୂତ୍ରପାତ ହେଲା। ସେ କଳହର ସୂତ୍ରପାତ ହେବାରୁ ସେଠାର ଜିଲ୍ଲାପାଳ ଗାନ୍ଧୀଜୀଙ୍କୁ ଅନୁରୋଧ କଲେ ଯେ ଏହି କଳହରେ ହସ୍ତକ୍ଷେପ କର ବୋଲି ଗାନ୍ଧୀଜୀଙ୍କୁ ଅନୁରୋଧ କଲେ। ଗାନ୍ଧୀଜୀ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କଲେ ଆଉ ଦୁଇ ପକ୍ଷକୁ ଏ ଟ୍ରିବ୍ୟୁନାଲର ନିଷ୍ପତ୍ତିରେ ରାଜି ହେବା ପାଇଁ କହିଲେ। କିନ୍ତୁ ଲୁଗାକଳ ମାଲିକମାନେ ଏଥିରେ ଓହରି ଯାଇ ସେମାନେ ଶ୍ରମିକମାନଙ୍କ ମଜୁରୀର ଶତକଡ଼ା 20 ଭାଗ ବୃଦ୍ଧି କଲେ। କିନ୍ତୁ ଶ୍ରମିକମାନେ ଏଥିରେ ରାଜି ହେଲେ ନାହିଁ। ଶ୍ରମିକମାନେ କହିଲେ ଯେ ତାଙ୍କ ମଜୁରୀର ଶତକଡ଼ା 35 ଭାଗ ବୃଦ୍ଧି କରାଯାଉ। କିନ୍ତୁ ମାଲିକମାନେ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଫଳରେ ଶ୍ରମିକମାନଙ୍କୁ ଗାନ୍ଧୀଜୀ ଏକତ୍ର କରାଇ ଆନ୍ଦୋଳନ କରିବା ପାଇଁ କହିଲେ ଏବଂ ତାର ନେତୃତ୍ୱ ନିଜେ ଗାନ୍ଧୀଜୀ ନେଲେ। ସେ ଶ୍ରମିକମାନଙ୍କ ସପକ୍ଷରେ କ'ଣ କଲେ? ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କହିଲେ, ଗାନ୍ଧୀଜୀ କହିଲେ ଯଦି ଦାବି ପୂରଣ ହଉନି ଶ୍ରମିକମାନଙ୍କର, ଯେପର୍ଯ୍ୟନ୍ତ ହୋଇନି ସେ ପର୍ଯ୍ୟନ୍ତ ସିଏ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କଲେ। ଅନଶନ ଘୋଷଣା କରିଦେଲେ। ତାପରେ ଲୁଗାକଳ ମାଲିକମାନେ ଏଥିରେ ଭୟଭୀତ ହେଲେ। ଭୟଭୀତ ହୋଇ ଶ୍ରମିକମାନଙ୍କ ମଜୁରୀର ଶତକଡ଼ା 35 ଭାଗ ବୃଦ୍ଧି କରିଦେଲେ। ଫଳରେ ଖେଡ଼ା ଆନ୍ଦୋଳନ ଗୁଜରାଟ ଲୁଗାକଳ ଯୋଉ ଆନ୍ଦୋଳନ ହେଲା, ଲୁଗା କାରଖାନା ଆନ୍ଦୋଳନ ମଧ୍ୟ ଗାନ୍ଧୀଜୀଙ୍କ ଦ୍ୱାରା ସଫଳ ହେଲା। ଏହାଦ୍ୱାରା ଗାନ୍ଧୀଜୀ ଜନସାଧାରଣଙ୍କ ମନରେ ସତ୍ୟାଗ୍ରହ ଉପରେ ପ୍ରତି ଆଗ୍ରହ ଆସିଲା। ଜନସାଧାରଣଙ୍କର ଗାନ୍ଧୀଜୀଙ୍କର ଏ ଯୋଉ ସତ୍ୟାଗ୍ରହ ନୀତି ଉପରେ ଆଗ୍ରହ ଆସିଲା ଆଉ ସେମାନେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧା ଆଉ ସମ୍ମାନ ମଧ୍ୟ ଜଣାଇଲେ। ଗାନ୍ଧୀଜୀ ଏପରି ଗୋଟିଏ ଉପରେ ଗୋଟିଏ ଆନ୍ଦୋଳନରେ ସଫଳ ହେଲେ। ପ୍ରଥମେ କଲେ ଚମ୍ପାରଣ ଆନ୍ଦୋଳନ, ସେଥିରେ ସଫଳ ହେଲେ। ଦ୍ୱିତୀୟରେ କଲେ ଖେଡ଼ା ଆନ୍ଦୋଳନ, ସେଥିରେ ମଧ୍ୟ ସଫଳ ହେଲେ। ଆଉ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମଧ୍ୟ ଗାନ୍ଧୀଜୀ ନେତୃତ୍ୱ ନେଲେ ଆଉ ଏଥିରେ ମଧ୍ୟ ସଫଳ ହେଲେ। 4 ନମ୍ବର ଆନ୍ଦୋଳନ ହେଲା ରାଓଲାତ ବିରୋଧୀ ଆନ୍ଦୋଳନ। ରାଓଲାତ ବିରୋଧୀ ଆନ୍ଦୋଳନ, ରାଓଲାତ ଆଇନ ବିରୋଧରେ, ରାଓଲାତ ଯୋଉ ଆଇନ କରିଥିଲେ ତା ବିରୋଧରେ ଆନ୍ଦୋଳନ। ଚମ୍ପାରଣ, ଖେଡ଼ା ଆଉ ଅହମ୍ମଦାବାଦ ସଂଗଠିତ ଆଞ୍ଚଳିକ ଆନ୍ଦୋଳନ ଗୁଡ଼ିକରେ ଗାନ୍ଧୀଜୀ ଯେତେବେଳେ ସଫଳତା ପାଇଲେ, ତାପରେ ସିଏ ଚାହିଁଲେ ଯେ ଗୋଟେ ଜାତୀୟ ସ୍ତରରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବେ। ଜାତୀୟ ସ୍ତରରେ ଗାନ୍ଧୀଜୀଙ୍କର ଜାତୀୟ ସ୍ତରରେ ଆନ୍ଦୋଳନ ହେଲା। ପ୍ରଥମ ଜାତୀୟ ସ୍ତର ଆନ୍ଦୋଳନ ହେଲା 1919 ଖ୍ରୀଷ୍ଟାବ୍ଦରେ
ବୀରେନ୍ଦ୍ର ସରକାରଙ୍କ ପ୍ରଣୀତ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ। ବୀରେନ୍ଦ୍ର ସରକାରଙ୍କ ପ୍ରଣୀତ 1919ରେ ପ୍ରଣୀତ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ହେଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ପଚାରିବ ପରୀକ୍ଷାରେ ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ କଣ? ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ହେଲା ଇଂରେଜ ମାନଙ୍କ ଦ୍ୱାରା ପ୍ରଣୀତ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ। ରାଉଲତ ଆଇନ ବିରୋଧୀ ଆନ୍ଦୋଳନଟା ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଏଇ ଯୋଉ ରାଉଲତ ଆଇନଟା କଣ ପ୍ରଥମେ ଆମେ ଜାଣିବା। ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ଆଉ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଲାଗିଥିଲା 1914 ମସିହାରେ, ସେ ସମୟରେ ଭାରତ ଇଂରେଜ ଆଉ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କଲା। ଭାରତୀୟ ମାନେ ଆଶା କରିଥିଲେ ଯେ ସେମାନଙ୍କର ରାଜନୈତିକ ଦାବି ଗୁଡାକ ଇଂରେଜ ମାନେ ପୂରଣ କରିବେ, କିନ୍ତୁ ସେମାନେ ନିରାଶ ହେଲେ, ଆଉ ଦାବି ପୂରଣ କଲେ ନାହିଁ। ଯାହା ଫଳରେ ଏମାନଙ୍କ ମଧ୍ୟରେ ବିଦ୍ରୋହ ଜାଗି ଉଠିଲା ଭାରତୀୟ ମାନଙ୍କରେ। ତେଣୁ ସେ ବିଦ୍ରୋହ ଆଉ ବିପ୍ଳବାତ୍ମକ ଭାରତର ବିଦ୍ରୋହ ଆଉ ବିପ୍ଳବାତ୍ମକ କାର୍ଯ୍ୟକୁ ବନ୍ଦ କରିବା ପାଇଁ, ଦମନ କରିବା ପାଇଁ, କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାତଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ କରାଗଲା। ବୁଝିପାରିଲ? ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ବିଚାରପତି ରାଓଲାତଙ୍କ ଦ୍ୱାରା ଏକ କମିଟି ଗଠନ କରାଗଲା। ସେ କମିଟିର ସୁପାରିଶ ଅନୁସାରେ ଯୋଉ ଆଇନ ପ୍ରଣୟନ କରାଗଲା ତାହା ହେଲା ରାଉଲତ ଆଇନ। ସେ ରାଉଲତ ଆଇନ ବଳରେ ଇଂରେଜ ସରକାର, ସେ ଆଇନ କଣ ଥିଲା ଯେ ସେ ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବେ। ବୁଝିପାରିଲ? ରାଉଲତ ଆଇନ କଣ ଥିଲା? ରାଉଲତ ଆଇନ ଥିଲା ଯେ ଯେକୌଣସି ଭାରତୀୟକୁ ଗିରଫ କରି ବିନା ବିଚାରରେ ସେମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇ ପାରିବ। ଏଇଟା ବହୁତ ଅନ୍ୟାୟ କଥା। ଆମେ ଯାଉଥିବା ଆମକୁ ଗିରଫ କରିଦେବେ, ନେଇକି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିଦେବେ, ଏଇଟା ଠିକ କଥା କି? ତେଣୁକରି ଏଥିରେ ସମସ୍ତେ ଉତ୍ତେଜିତ ହେଲେ, ତେଣୁ ବିଦ୍ରୋହ ମଧ୍ୟ କଲେ। ଏହାଦ୍ୱାରା ଯେ ଜନସାଧାରଣଙ୍କର ଯୋଉ ସ୍ୱାଧୀନତାଟା ଥିଲା ସେଇଟା ଶୂନ୍ୟ ହେଲା। ବିନା ବିଚାରରେ ଯଦି ଜଣଙ୍କୁ ଗିରଫ କରିକି କାରାଦଣ୍ଡରେ ଦଣ୍ଡିତ କରାଯିବ, ଏଇଟା କି ଆଇନ? ଏହାଦ୍ୱାରା ଜନସାଧାରଣଙ୍କର ସ୍ୱାଧୀନତା ମଧ୍ୟ ଶୂନ୍ୟ ହେଲା, ସ୍ୱାଧୀନତା ଗଲା। ଗାନ୍ଧିଜୀ ଗୋଟେ 1919 ଫେବୃଆରୀରେ ଗାନ୍ଧିଜୀ ଗୋଟେ ସତ୍ୟାଗ୍ରହ କମିଟି ଗଠନ କଲେ। ଗଠନ କରି ସେ ସଭ୍ୟମାନଙ୍କୁ କହିଲେ ଯେ ଆମେ ଏଇ ରାଉଲତ ଆଇନ ବିରୋଧରେ ଆନ୍ଦୋଳନ କରିବା। ତାପରେ 1919 ମାର୍ଚ୍ଚ 18ରେ ରାଉଲତ ଆଇନ ଗୃହୀତ ହେଲା। ଗୃହୀତ କେମିତି ହେଲା ଯେ ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନେ ବିରୋଧ କଲେ ମଧ୍ୟ ସରକାରଙ୍କ ସଭ୍ୟ ସଂଖ୍ୟା ଅଧିକ ଥିବାରୁ, ସଂଖ୍ୟାଗରିଷ୍ଠ ଥିବାରୁ ରାଉଲତ ଆଇନ 1919 ମାର୍ଚ୍ଚ 18ରେ ରାଉଲତ ଆଇନ ଗୃହୀତ ହେଲା। ଗାନ୍ଧିଜୀ ଏହି ଆଇନ ବିରୋଧରେ ଗୋଟେ ଗଣ ସତ୍ୟାଗ୍ରହ କରିବା ପାଇଁ ଚାହିଁଲେ, କିନ୍ତୁ ଏହା ହିଂସାତ୍ମକ ହେଇଯିବ ବୋଲି ଆନି ବେସାନ୍ତ ଆକୁ ବିରୋଧ କରିଥିଲେ। ଗାନ୍ଧିଜୀଙ୍କ ଗଣ ଆନ୍ଦୋଳନଟାରେ ଏହା ହିଂସାତ୍ମକ ଦିଗକୁ ଗତି କରିବ ବୋଲି ଆନି ବେସାନ୍ତ ବିରୋଧ କରିବେ। ତାଙ୍କ ସହିତ ଦିନେଶ ଇଦୁଲଜୀ, ସୁରେନ୍ଦ୍ର ବାନାର୍ଜୀ, ତେଜ ବାହାଦୁର ସାପୁ, ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ମଧ୍ୟ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ଗଣ ସତ୍ୟାଗ୍ରହକୁ ବିରୋଧ କରିଥିଲେ। ତାପରେ ଗାନ୍ଧିଜୀ କଣ କଲେ? ସମଗ୍ର ଭାରତରେ ଗୋଟେ ଦିନ ହରତାଳ ପାଳନ କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଲେ। ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁ କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା 1919 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ କରାଗଲା। ଦେଶବ୍ୟାପୀ ହରତାଳ କେବେ କରାଗଲା? 1919 ଏପ୍ରିଲ 6 ତାରିଖ ଦିନ। କିପରି କରାଗଲା? ସରକାରଙ୍କ ନୀତିର ପ୍ରତିବାଦ କରାଗଲା। ସବୁ କାର୍ଯ୍ୟ ବନ୍ଦ କରିକି ଉପବାସ ଆଉ ପ୍ରାର୍ଥନା ଦ୍ୱାରା ହରତାଳଟା କରାଯାଇଥିଲା। ଏହି ହରତାଳ ପାଇଁ 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରିକି ଛାଡି ଦିଆଗଲା।
गिरफ संवाद गांधीजी गिरफ संवाद पाई देशर विभिन्न स्थान रे साधारण जनता गंडगोल करने उत्तेजित कला। यही आंदोलन कोठी कोठी चलला जो उत्तेजित होगी दिल्ली, कोलकाता, मुंबई, अहमदाबाद, लाहौर, अमृतसर प्रचंड रूप धारण कला। तापर आसला जालियाना वालाबाग हत्याकांड। जालियाना वालाबाग हत्याकांड टा बहुत इंपोर्टेंट, समस्त मन रखिबो। समग्र देश रे सेतेबेले राहुलता आईन विरोध रे आंदोलन चलवा समय अमृतसर दुई स्थानीय नेता डॉक्टर सत्यपाल और डॉक्टर सईफुद्दीन किचलू को गिरफ करागला। तो राहुलता आईन विरोध रे आंदोलन चली समय अमृतसर दुई स्थानीय नेता डॉक्टर सत्यपाल और डॉक्टर सईफुद्दीन किचलू को सरकार गिरफ कले। फल आंदोलन हिंसात्मक दिग को गतिगला। बिना कारण जदि दिज को गिरफ करा हिंसात्मक दिग को गतिगला। जनप्रिय नेता गिरफ्र प्रतिवाद करने बैशाखी उत्सव पालन करने अमृतसर जालियाना वालाबाग 1919 एप्रिल 13 तारिख दुई स्थानीय नेता गिरफ्र प्रतिवाद करने बैशाखी उत्सव पालन करने 1919 एप्रिल 13 तारिख दिन अमृतसर जालियाना वालाबाग ठारे बहु संख्यक जनता एकाठी हो एक साधारण सभा आयोजन करा गोटे साधारण सभा आयोजन करा। बुझिपाल दुई स्थानीय नेता को अमृतसर दुई स्थानीय नेता को गिरफ्र प्रतिवाद स्वरूप बैशाखी उत्सव पालन सकाशे 1919 एप्रिल 13 तारिख दिन अमृतसर जालियाना वालाबाग ठारे बहु संख्यक जनता एक साधारण सभा एकत्रित होइथिले। किंतु ता पूर्व दिन घोषणा करा जाइथिला जे सरकार तरफ कौन जगह सभा समिति हो पारिबो नाही। यही कथा साधारण जनता निकट में पहुंची पारि नथिला, केही भी जानी नथिले कथा पहुंची पारि नथिला। सेही अमृतसर सामरिक मुख्य थिले जनरल डायर। अमृतसर सामरिक मुख्य से समय थिले जनरल डायर। सी दले सैन्य धरिकी आसी से सभास्थल रे पहुंचले बिना सतर्क सूचना रे आखिबुझा गोली वर्षण करे। बिना सतर्क सूचना रे निरस्त्र आउ निरस्त्र आउ निरीह जनता ऊपर गोली चलाए। जालियाना वालाबाग जोटा प्रवेश द्वार थिला सेटा ही प्रस्थान द्वार थिला। तेणु सैन्य मान द्वारा से द्वारटा को अवरोध करा जाइथिला, जा फल आउ निरीह जनता बाहर को आसी पारले नहीं। तेणु एथिरे अधिकांश लोकों मृत्यु है और अधिकांश आहत हेले। इरेंज सरकार तदंत अनुजाई मृतकों संख्या 379, मृतकों संख्या हूँ 379, आहतों संख्या हूँ 12। किंतु गांधीजी निर्देश रे जो तदंत है तदंत अनुसार मृतकों संख्या 1200 आउ आहतों संख्या 3600। बहुत तफात रहीगला। इंग्रेज माने लुचेले मृतकों संख्या टाक जोटा मृतक संख्या थिला सेटा को आहतों संख्या करदे। मृतकों संख्या बहुत, किंतु एथिरे मृतक गांधीजी तदंत अनुसार मृतकों संख्या 1200 आहतों संख्या 3600। इंग्रेज सरकार तदंत अनुसार मृतकों संख्या 379, आहतों संख्या 1200। बहुत तफात है। ये जो घटनाटी है बर्बरचित कांड गोटे है जालियाना वालाबाग हत्याकांड नाम यहाँ परिचित। यहाँ समस्त मन रखी। गांधीजी देखिले जे जनसाधारण अहिंसा आंदोलन और सत्याग्रह बर्तमान संपूर्ण रूपे समर्थ होना। गांधीजी देखिले अहिंसा आंदोलन
ଆଉ ସତ୍ୟାଗ୍ରହ ଅହିଂସା ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ଜନସାଧାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ଷମ ସମର୍ଥ ହୋଇନାହାନ୍ତି। ତେଣୁ ସେ ଉପଲବ୍ଧି କରିଥିବାରୁ ସେ କଣ କଲେ, 1919 ଏପ୍ରିଲ 18ରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନକୁ ପ୍ରତ୍ୟାହାର କଲେ। ଗାନ୍ଧିଜୀ ପ୍ରତ୍ୟାହାର କଲେ, କିନ୍ତୁ ସରକାରଙ୍କ ଦ୍ୱାରା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିଲା। এই ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ବର୍ବରୋଚିତ କାର୍ଯ୍ୟରେ ସାରା ବିଶ୍ୱକୁ ଚକିତ କରିଦେଲା। ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲା। ତାପରେ ଅମୃତସର ଘଟଣା ପରେ ପଞ୍ଜାବରେ ସାମରିକ ଆଇନ ଘୋଷିତ ହେଲା ଏବଂ ସେଠାରେ ଜନତା ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଦେଶର ସବୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଗଲା। ଗାନ୍ଧିଜୀ କହିଥିଲେ ଯେ କୌଣସି ପ୍ରକାରେ, ଗାନ୍ଧିଜୀ ଘୃଣାର ସହିତ କହିଥିଲେ, କୌଣସି ପ୍ରକାରେ ଭାରତୀୟମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ଗାନ୍ଧିଜୀ କଣ କହିଲେ? ଘୃଣାର ସହିତ ଇଂରେଜ ମାନଙ୍କର ଏଭଳି ସବୁ ବର୍ବରୋଚିତ କାଣ୍ଡ ଦେଖିକିରି କହିଲେ ଘୃଣାର ସହିତ, କୌଣସି ପ୍ରକାରେ ଭାରତୀୟମାନେ କୌଣସି ପ୍ରକାର ସରକାରଙ୍କ ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ଏକ ନୂତନ ରାଜନୈତିକ ଆନ୍ଦୋଳନରେ ଝାସ ଦେବା ଲାଗି ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଆହ୍ୱାନ ଦେଲେ। କହିଲେ ପୈଶାଚିକ କୌଣସି ପ୍ରକାରେ ଭାରତୀୟମାନେ ସରକାରଙ୍କ ପୈଶାଚିକ କୌଣସି ପ୍ରକାରେ ଭାରତୀୟମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ଆଉ ସେମାନେ ନୂତନ ରାଜନୈତିକ ଆନ୍ଦୋଳନରେ ଆସି ସମସ୍ତେ ଝାସ ଦିଅନ୍ତୁ, ସମସ୍ତେ ଏକତ୍ର ହୁଅନ୍ତୁ ବୋଲି ଦେଶବାସୀଙ୍କୁ ଡାକରା ଦେଲେ। ଇଂରାଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟ, ଏଇ ଯୋଉ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ଏହି ବର୍ବରୋଚିତ କାର୍ଯ୍ୟ ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ମିଳିଥିବା ନାଇଟ ପଦ ସେ ଫେରେଇ ଦେଲେ। ଆଉ ଗାନ୍ଧିଜୀଙ୍କୁ ମିଳିଥିବା କାଇଜର-ଇ-ହିନ୍ଦ ଉପାଧି ବି ମଧ୍ୟ ଫେରେଇ ଦେଲେ। এই ନାଇଟ ପଦ ଯାହାକୁ ମିଳୁଥିଲା ତାକୁ ସାର ଉପାଧିରେ ଭୂଷିତ କରାଯାଉଥିଲା। ଆଉ ଗାନ୍ଧିଜୀଙ୍କୁ ମିଳିଥିଲା କାଇଜର-ଇ-ହିନ୍ଦ ପଦ। କାଇଜର-ଇ-ହିନ୍ଦର ଅର୍ଥ ହେଲା ହିନ୍ଦୁସ୍ତାନର ସମ୍ରାଟ। ଏମାନେ ତାକୁ ଫେରେଇ ଦେଲେ, ତମେ ଆମର ଲୋକମାନଙ୍କୁ ମାରିବ, ଆମକୁ ଏ ଉପାଧି ଦବ, ଏ ଉପାଧି ଆମକୁ ଦରକାର ନାହିଁ ବୋଲି ସେମାନେ ଫେରେଇ ଦେଇଥିଲେ। ସେ ଉପାଧି ଗାନ୍ଧିଜୀ ତ୍ୟାଗ କରିଥିଲେ। ନାଇଟ ପଦ ଫେରେଇ ଦେଇଥିଲେ କିଏ? ରବୀନ୍ଦ୍ରନାଥ ଠାକୁର। ପିଲାମାନେ, ପାଠଟି ସରିଗଲା। ଆଉ ସମସ୍ତଙ୍କୁ ଧନ୍ୟବାଦ। ମୋ ଚ୍ୟାନେଲକୁ ସମସ୍ତେ ସବସ୍କ୍ରାଇବ କରିବ, ଲାଇକ୍ କରିବ, କମେଣ୍ଟ ଦେବ ଆଉ ସେୟାର ମଧ୍ୟ କରିବ। ଆଉ ତୁମର ସାଙ୍ଗସାଥି ମାନଙ୍କୁ କହିବ। ଲାଇକ୍ ଆଉ ସବସ୍କ୍ରାଇବ କଲେ ମୋତେ ବହୁତ ଖୁସି ଲାଗିବ। ଏତିକିରେ ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।